ମୁଁ ବଞ୍ଚି ଥାଉ ଥାଉ ମୋ ଆଖି ସାମ୍ନାରେ ମୋ ଭେଣ୍ଡିଆ ପୁଅର ଜୀବନ ଚାଲିଗଲା। କେଡ଼େ ହତଭାଗା ମୋ ଭାଗ୍ୟ। କେତେ ଯେ ଆଶା, କେତେ ଯେ ସ୍ୱପ୍ନ ରଖିଥିଲି ମୋ ପୁଅ ପାଇଁ। ମୋ ପୁଅ ବଡ଼ ହେବ, ମୋ ସହ କାନ୍ଧରେ କାନ୍ଧ ମିଶାଇ ଚାଲିବ, ଆଉ ମୋର ସବୁ ଦୁଃଖ ଦୂର କରିଦେବ। ହେଲେ ଆଜି ମୋର ସେସବୁ ଆଶା ଯେମିତି ଆଶାରେ ରହିଗଲା। ମୋ ଆଖି ସାମ୍ନାରେ ସେ ବାଇକ୍ବାଲା ଆସି ମୋ ପୁଅର ଜୀବନ ନେଇଗଲା। କିନ୍ତୁ ମୁଁ ନା ସେ ବାଇକ୍ବାଲାକୁ ଧରିପାରିଲି, ନା ମୋ ପୁଅକୁ ବଞ୍ଚାଇ ପାରିଲି। ବାସ୍ ସେଇଠି ରହି ମୋ ପୁଅର ରକ୍ତ ଜୁଡ଼ୁବୁଡ଼ୁ ଶରୀରକୁ ଧରି ଧାଇଁ ଯାଇଥିଲି ହସ୍ପିଟାଲକୁ। ହେଲେ ହସ୍ପିଟାଲ କର୍ମଚାରୀ ବି ମୋ ପୁଅକୁ ବଞ୍ଚାଇ ପାରିଲେନି, କାରଣ ମୋ ପୁଅ ସେଇଠି ହିଁ ମରିଯାଇଥିଲା। ଦର୍ଶକ ବନ୍ଧୁ, ଏମିତି କିଛି କହି ଆଜି ଛାତି ପିଟି ପିଟି କାନ୍ଦୁଛି ଏହି ବାପା। ସୂଚନା ଅନୁସାରେ ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ଦକ୍ଷିଣବାଡ଼ ପଞ୍ଚାୟତରେ ଥିବା କିଆପୋଖରୀ ମୁଣ୍ଡାସାହି ଗ୍ରାମର ବାପା ଲାଲା ମୁଣ୍ଡା ସେଦିନ ପୁଅ ଲିପୁ ମୁଣ୍ଡା, ଯାହାର ବୟସ ପାଖାପାଖି 8 ବର୍ଷ ହେବ, ତାକୁ ସାଙ୍ଗରେ ଧରି ବାହାରକୁ ବାହାରିଥିଲେ। ଘରୁ ବାପ ପୁଅ ଦୁହେଁ ହାତ ଧରାଧରି ହୋଇ ବାହାରି ଯାଇଥିଲେ ମା ପାଖକୁ, କାରଣ ମା କାମ କରିବାକୁ ଅନ୍ୟ ଏକ ଜାଗାକୁ ଯାଇଥିଲା। ହେଲେ କିଏ ଜାଣିଥିଲା ତାଙ୍କର ସାଥୀ ହୋଇ ହାତ ଧରାଧରି ହୋଇ ଆସିବାଟା ସେଦିନର ଶେଷ ହାତ ଧରା ହେବ ବୋଲି। ହଁ ଆଜ୍ଞା, ବାପ ପୁଅ ଦୁହେଁ ସାଥୀ ହୋଇ ଚାଲି ଚାଲି ପାଦରେ ଯାଉଥିଲେ। ହେଲେ ହଠାତ୍ ପୁଅ ଲିପୁ ବାପା ହାତ ଛାଡ଼ି ଦେଇ ଚାଲି ଯାଇଥିଲା। ଆଉ ଏତିକି ବେଳେ 16 ନମ୍ବର ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ତହସିଲ ଆଗରେ ହଠାତ୍ ପଛରୁ ଏକ ଅଜଣା ବାଇକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଲିପୁ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ତଳେ ପଡ଼ିଯାଇଥିଲା। କିନ୍ତୁ ବାଇକ୍ରେ 2 ଜଣ ଥିବାବେଳେ ଲିପୁକୁ ଉଦ୍ଧାର ନ କରି ଫେରାର ହୋଇଯାଇଥିଲେ। ତାପରେ ବାପା ଲାଲା ମୁଣ୍ଡା ସଙ୍ଗେ ସଙ୍ଗେ ଭଣ୍ଡାରୀପୋଖରୀ ମେଡିକାଲକୁ ଲିପୁକୁ ନେଇ ଆସିଥିଲେ, କିନ୍ତୁ ଡାକ୍ତର ସେଠାରେ ତାଙ୍କର ମୃତ ଘୋଷଣା କରିଥିଲେ। ଫଳରେ ପୁଅ ଏଭଳି ମୃତ୍ୟୁକୁ ନେଇ ବାପା ଲାଲା ମୁଣ୍ଡା ପୁରା ଭାଙ୍ଗି ପଡ଼ିଛନ୍ତି। ଭଦ୍ରକରୁ ପ୍ରଭାତ ସାମଲଙ୍କ ରିପୋର୍ଟ, A1 ଓଡ଼ିଆ।